सो वर्तमान आसिक भाई प्रणाम। बोध हुଏ जय ଜୟନ୍ତି जगन्नाथ केमती अछंती। ଜୟ ଜଗନ୍ନାଥ। ବହୁତ ସୁନ୍ଦର ଅଛି। ଆପଣ मोर ଆପଣଙ୍କ ଆପଣ କାହିଁ ଭିଜିବୁଲ ହଉନାହାନ୍ତି ମତେ? आज्ञा मु आपन को देखि पारुची हुए तो किछि समय परे आपण मते देखि परिबे। साधारणतः ଆଚ୍ଛା जेहेतु ଠିକ ଅଛି इंटरनेट ଠିक ଅଛି। प्रॉब्लम होता है ना दर्शक माने मते आपन को देखि पारुचंती। बहुत ଆଜ୍ଞା सुंदर लागो ସମସ୍ତଙ୍କୁ हरि भाई। ନମସ୍କାର। नमस्कार जय जगन्नाथ केमती अछंती हरि भाई। ହଁ ବହୁତ ସୁନ୍ଦର ଅଛି, ଭଲ ଅଛି। ଖାଲି ଥଣ୍ଡା ହେଇଯାଇଛି ଟିକେ ମତେ ଏଇ ଯୋଉ କ୍ଲାଇମେଟ ଚେଞ୍ଜ ହେଲା, ପାଗ ବଦଳିଗଲା, ଏଇ हम्म। ଏସି ଖରାରେ ହେଇକିରି ଟିକେ ଦେହ ଖରାପ ଅଛି, ବଟ୍ ଠିକ ଅଛି। ओके सो आपण मानकर फैंस माने बहुत सारा कमेंट मध्ये लिखलेनी हमें कमेंट भीतर मध्ये जिबा आगो को। तो वर्तमान कही रखे जो दर्शक मान मु आपनकर इंट्रोडक्शन दउथिली जने दक्ष हास्य अभिनेता तो जने वर्सेटाइल एक्टर और राजनेता से आम सहित आसिक सामिल हेबे। हरि भाई यही तीनटा को आपण केमती देखुछंती जने वर्सेटाइल एक्टर आ कॉमेडियन आ माने पॉलिटिशियंस। ଇଏ ଯୋଉ ଅଭିନେତା କଥାଟି ଅଲଗା, ଆଉ ଇଏ ଦିଟି କଥା, ହାସ୍ୟ ଅଭିନେତା ଆଉ ଯୋଉଟା ଆପଣ କହିଲେ पॉलिटिशियंस। ଭର୍ସାଟାଇଲ ଆକ୍ଟର, ପ୍ଲସ୍ ଇଏ ଦିଟି ଗୋଟେ କଥା, ଆଉ ରାଜନୀତି ପଲିଟିସିଆନ ଟା ଗୋଟେ ଅଲଗା କଥା। हम्म। ତେଣୁ ହଁ, ତ ଲୋକଙ୍କ ପାଖରେ କିଛି କହିବାର ଆବଶ୍ୟକତା ନାହିଁ ଯେ ମୁଁ ଜଣେ କଳାକାର ହିସାବରେ ପରିଚିତ। हम्म। ତେଣୁ ସେଇଟା ହିଁ ମୋର ପ୍ରଥମ ପରିଚୟ ଏବଂ ଶେଷ ପରିଚୟ ହବ। ନାଇଁ ତେଣୁ ନାଇଁ ମୁଁ ଏଇଥିପାଇଁ କହିଲି ଯେ ସାଧାରଣତଃ ଲୋକମାନେ ଜାଣନ୍ତି ହରିହର ମହାପାତ୍ର ହଉଛନ୍ତି ଜଣେ କମେଡି କିଙ୍ଗ ବା କମେଡିଆନ୍ସ। ଯେହେତୁ ସିଏ ଜୟରାମ ସାମଲଙ୍କ ପରେ ପରେ ବୋଧେ ଇଣ୍ଡଷ୍ଟ୍ରିରେ 1989 ବା 90 ମସିହାରୁ ଆପଣ ଆରମ୍ଭ କରିଥିଲେ ସେ ସମୟରେ। ତାପରେ ପରେ ସବୁ ହାସ୍ୟ ଅଭିନେତା ମାନେ ଆସିଲେ, କିନ୍ତୁ ଆଜିକାଲିର ଯୋଉ ହାସ୍ୟ ଅଭିନେତା ପାଖରେ ଆମେ ଦେଖୁନୁ ଯେ ଆପଣଙ୍କ ପାଖରେ ଗୋଟେ ପ୍ରଫେସନାଲ ଟାଇପ ର ଲାଗୁଛି, ଯୋଉଠି କି ଆପଣ ମାନେ କାନ୍ଦି ବି ପାରନ୍ତି। ଜଣେ କେବଳ ହାସ୍ୟ ଅଭିନେତା କରନ୍ତିନି, ଜଣେ ଆକ୍ଟର ମାନେ ଭର୍ସାଟାଇଲ ଆକ୍ଟର ଆପଣ ଦେଖୁଥିବେ ପୋଷ୍ଟର ଲେଖିଥିଲି। ତ ଜଣେ ଅଭିନେତା ଆଉ ହାସ୍ୟ ଅଭିନେତା ଭିତରେ ଫରକ ଟା କଣ ରହିଛି? ଜଣେ ହଁ, ଯୋଉ ସମସ୍ତ ଅଭିନେତା ଆଉ ମୋ ଭିତରେ ଗୋଟିଏ ଫରକ ହଉଛି, ମୁଁ ପୋଷ୍ଟ ଗ୍ରାଜୁଏସନ କରିଛି, ପାଠ ପଢିକିରି ଅଭିନୟ କରିଛି। ଆଇ ଏମ୍ ଏନ୍ ଏକାଡେମିକ କ୍ୱାଲିଫାଏଡ ଆକ୍ଟର। ଏବଂ ଯେହେତୁ ପାଠ ପଢିଛି, କୋର୍ସ କରିଛି, ତେଣୁ ମୁଁ କେବେ ଚାହିଁବିନି ଯେ ଗୋଟିଏ ଧାରାରେ ମୁଁ ମୋର ଜୀବନ ସାରା ଖାଲି ସେଇ ହାସ୍ୟ ରସରେ ଅଭିନୟ କରୁଥିବି। ଏବଂ କାରଣ ମୁଁ ଟେଲିଭିଜନକୁ ଆସିବା ପୂର୍ବରୁ, ସିନେମାକୁ ଆସିବା ପୂର୍ବରୁ, ସ୍କ୍ରିନ୍ କି ଆସିବା ପୂର୍ବରୁ ମୁଁ ଅନେକ ଗୁଡେ ନାଟକ କରିଛି ଏବଂ ନାଟକରେ ସବୁ ପ୍ରକାର ଅଭିନୟ କରିଛି ଏବଂ ଲୋକମାନଙ୍କର ପ୍ରଶଂସା ଭାଜନ ହେଇଛି। ତ ଏଠି ଆମର ଇଣ୍ଡଷ୍ଟ୍ରି କଣ ହୁଏ, ଯଦି ଆପଣ ଥରେ ଗୋଟେ ବ୍ରାଣ୍ଡ ବାଜିଗଲା, ୟୁ ଆର୍ ଏ କମେଡିଆନ, ୟୁ ଆର୍ ଏ ହିରୋ, ୟୁ ଆର୍ ଏ ଭିଲେନ, ତ ପ୍ରଯୋଜକ, ନିର୍ଦ୍ଦେଶକ, ଇଭିନ ବି ଦର୍ଶକ ଆପଣଙ୍କୁ ସେଇ ଭୂମିକାରେ ଦେଖିବାକୁ ପସନ୍ଦ କରନ୍ତି। ଇଏ ଗୋଟେ ଚାଲେ। ତେଣୁ କିଛି ଦିନ ପରେ ମୁଁ ନିଜେ ସେଭଳି 200-250 ଫିଲ୍ମ, ମୋର ମନେ ନାହିଁ କେତେ ସିନେମା କଲା ପରେ ମୋର ଆଉ ଇଚ୍ଛା ହେଲାନି ବ୍ୟକ୍ତିଗତ ଭାବରେ ଯେ ସେଇ ମାମୁଁ, ସେଇ ଦାଦା, ସେଇ ସାଙ୍ଗ, ସେଇ ସେଇ ସେମ କାହାଣୀ, ସେମ ଚରିତ୍ର, କିନ୍ତୁ ଇଚ୍ଛା ହେଲାନି। ତେଣୁ ମୁଁ ଚାହିଁଲି ନାହିଁ, ଯେହେତୁ ମୁଁ ପାଠ ପଢିଛି ଏବଂ ନାଟକରେ ଲୋକ ମତେ ସ୍ୱୀକୃତି ଦେଇଛନ୍ତି ଅନ୍ୟ ଅଭିନୟ ଦ୍ଵାରା, ତେଣୁ ମୁଁ କହିଲି ନାହିଁ, ମୁଁ ଅଲଗା ପ୍ରକାର ଜନତା ଜନାର୍ଦ୍ଦନଙ୍କର ଯୋଉ ମାନେ ଆଶୀର୍ବାଦ, ଯେ ମୁଁ ପ୍ରଥମ ଗୋଟେ ସିନେମା କଲି ରୁମକୁ ଜୁମାନା, ରାଇଟ୍। ଯୋଉଥିରେ ମୁଁ ଗୋଟେ କଣ୍ଟ୍ରାଷ୍ଟ କଲି, ମାନେ ତା ଦେହରେ କମେଡି ନଥିଲା, ଟ୍ରାଜେଡି ଥିଲା ଏବଂ ସେଇଥିରେ ମୁଁ ମୁଖ୍ୟ ନାୟକ ହେଇଥିଲି। ଓକେ। ମାନେ ଗୋଟେ ଆଶ୍ଚର୍ଯ୍ୟ କଥା ଥିଲା ଯେ କମେଡିରେ ବ୍ରାଣ୍ଡ କରିଥିବା ଲୋକଟି ହଠାତ୍ ପଟ ପରିବର୍ତ୍ତନ କରି ଗୋଟେ ସିରିୟସ କ୍ୟାରେକ୍ଟର କରିବ ଏବଂ ତା ଦର୍ଶକ ମାନଙ୍କ ଦ୍ଵାରା ଆଦୃତ ହବ। ତେଣୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣେଇବି ଏବଂ ଦର୍ଶକ ଜନାର୍ଦ୍ଦନ ତାଙ୍କୁ ଆଶୀର୍ବାଦ ଯୋଉ ଦେଲେ, ମୁଁ ସେଥିପାଇଁ ଚିର ଋଣୀ ରହିବି ଯେ ଲୋକମାନେ ମତେ ସ୍ୱୀକୃତି ଦେଲେ ଏବଂ ମୋର ଯୋଉ ଅଭିନୟ ପ୍ରତିଭାକୁ ସେମାନେ ଗୋଟେ ଷ୍ଟାମ୍ପ ମାରିଲେ, ଗୋଟେ ସମର୍ଥନ ଦେଲେ। ओके नहीं बहुत बढ़िया कथा। आम तो निहत रूप में हरि भाई आपंकर अभिनय क्षेत्र कि राजनीतिक क्षेत्र भितर विषय नहीं कि आगो को आलोचना करवा, किंतु पॉडकास्ट रे आम किसी स्पेशल कथा हवा जोटा लोक मैंने आगु जानी नथिबे। तो हरि भाई पिलाटी दिन केमती कटिला, कोठी जन्म होता, पढ़ापढ़ी केमती थिला, ए विषय नहीं कि सिंपल रे आपन टिके दर्शक मान को कहिबे बा आपनकर फैंस मान को।
କିଛି ନାହିଁ ଏମିତି ମୋ ବାପା ଯେହେତୁ ରେଲୱେରେ ଚାକିରି କରିଥିଲେ ତାଙ୍କ ଭିତରେ ଗୋଟେ ଇଚ୍ଛା ଥିଲା, ସବୁ ବାପାଙ୍କ ଭିତରେ ଥାଏ ଯେ କଣ ତାଙ୍କର ପୁଅ ଯେମିତି ତାଙ୍କର ଉପର ଅଫିସର କି ତାଙ୍କ ଠାରୁ ବଳି ଗୋଟେ ବଡ ଅଫିସର ହେବେ ସେଥିରେ। ତ ବାପାଙ୍କର ଇଚ୍ଛା ଥିଲା ଯେ ମୁଁ ଡିଭିଜନାଲ ରେଲୱେ ମ୍ୟାନେଜର, ରେଲୱେର ଗୋଟେ ବଡ ରାଇଟ୍ ନାଇଁ ପୋଷ୍ଟ ମୁଁ ଥାଏ। ଏଠି କହିଲି ଯେ ହରି ଭାଇ ଜନ୍ମଗ୍ରହଣ କୋଉଠି କରିଥିଲେ, ସ୍କୁଲିଂ କୋଉଠି ମୁଁ ଥିଲା? କରିଥିଲି, ହଁ, ମୋର ଭଣ୍ଡାରୀ ପୋଖରୀ ଭଦ୍ରକ ଜିଲ୍ଲା, ଆଚ୍ଛା ଏବଂ ସେଇଠି ଜନ୍ମଗ୍ରହଣ ହେଇଥିଲା, ପାଠ ପଢା ବି ସେଇଠି। ତାପରେ ଏଇ ଯୋଉ ବାପାଙ୍କ ଚାକିରି ନେଇକିରି ଏପଟ ସେପଟ ପାଠ ପଢା ଟିକେ ଏଠି କିଛି ଦିନ ସେଠି କିଛି ଦିନ ହେଇଥିଲା। ତାପରେ ରାଇଟ୍ ଭୁବନେଶ୍ୱରରେ ମୁଁ ଆସିକି ପାଠ ପଢିଥିଲି ଏବଂ ଏଇ ଅଭିନୟରେ ପାଠ ପଢିଥିଲି ଏବଂ ପୋଷ୍ଟ ପିଜି କରିଥିଲି। ପିଜି କଲା ପରେ ଅ, ଏବେ ସେ ପାଠ ପଢା ମୋର ସରିନି, ପାଠ ପଢା ଚାଲିଛି। ଏବେ ମୁଁ ୟୁନିଭର୍ସିଟି ଅଫ କଲଚରରେ ପିଏଚଡି କରୁଛି ଥିଏଟର ଉପରେ। ଆଚ୍ଛା ବହୁତ ସୁନ୍ଦର। ବୋଧେ ଏମିତି ଅଭିନେତା ଅଛନ୍ତି ଯୋଉମାନେ ଅଭିନୟ କ୍ଷେତ୍ରରେ ମାନେ ଗୋଟେ ସେଟେନ୍ ବୟସ ମାନେ ଗଲା ପରେ ପଢାପଢି ସାଧାରଣତଃ ଅଟକି ଯାଆନ୍ତି, କିନ୍ତୁ ଆପଣଙ୍କୁ ମାନିବାକୁ ପଡିବ ନିହାତି ରୂପରେ ଆପଣ ମାନେ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି କଳା କ୍ଷେତ୍ରରେ, ପୁଣି ବର୍ତ୍ତମାନ ପିଏଚଡି ମଧ୍ୟ କରିଛନ୍ତି। ନିହାତି ରୂପେ ଇଏ ଗୋଟେ ବହୁତ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ବହୁତ ଏଚିଭମେଣ୍ଟ। ଆମେ ତ ଆଗକୁ କଥା ହେବା ହରି ଭାଇ। ଏବେ ସାରା ଓଡିଶାରେ ଆଉ ଓଡିଆ ଚଳଚିତ୍ର ଜଗତ ପାଇଁ ଗୋଟେ ଦୁଃଖଦ ଘଟଣା। ସମସ୍ତେ ଜାଣିଛନ୍ତି ହ୍ୟୁମାନ ସାଗରଙ୍କର ବର୍ତ୍ତମାନ ଡେଥ୍ ହେଇଯାଇଛି। କଣ ରହିବ ଆପଣଙ୍କର ପଏଣ୍ଟ, ଠିକ କହିବେ? ସେ ତ ସମୟ ଭାଇ, ସେଟା ଯୋଉଟା ସାଧାରଣରେ ଯାହା ଲୋକମାନେ କହନ୍ତି ଯେ ଯେତିକି ସମୟ ନେଇକରି ଯିଏ ଆସିଥିବ, ସେତିକି ସମୟ ତାର କାର୍ଯ୍ୟକାଳ ଯେମିତି ଅଭିନୟ ଏଟା ଗୋଟେ ଆମର ସେକ୍ସପିୟର କଣ କହିଥିଲେ ଯେ ୱାର୍ଲ୍ଡ ଇଜ ଏ ଷ୍ଟେଜ ହ୍ୱେୟାର ଦ ଆକ୍ଟର ଆଣ୍ଡ ଭଗବାନ ଗଡ ଇଜ ଦ ଡାଇରେକ୍ଟର। ହୁଁ ହୁଁ ତେଣୁ ସେଇ ଯେତିକି ଦିନ ତାର ଅଭିନୟ କରିକି ଯିବାର କଥା ଗଲା, ଏବଂ ତାପରେ ଲୋକମାନେ ଏମିତି ବହୁତ କଥା ଯୋଡିବେ, ବଟ ମୁଖ୍ୟ କଥାଟି ହଉଛି ତାର ସେତିକି ଦିନ ଥିଲା ଆୟୁଷ ପୃଥିବୀରେ। ତେଣୁ ତାର ସେତିକିରେ ସେ କଳା ପରିବେଷଣ କରିଗଲା। ତେଣୁ ଆମେ ଦୁଃଖିତ, ମର୍ମାହତ, ଏଇଟା ସ୍ୱାଭାବିକ ଗୋଟେ ଶବ୍ଦ। କିନ୍ତୁ ମୁଁ କଣ, ସାରା ଓଡିଶାବାସୀ ଚାହୁଁଥିଲା ଯେ 36 ବର୍ଷ ଟା ଗୋଟେ ବୟସ ନଥିଲା, ଏବଂ ହୁଁ ହୁଁ ସିଏ କିଛି କିଛି ଲୋକ ବୁଢା ହେଇକିରି ଗୀତ ନ ଗାଇ ପାରିକିରି ମୃତ୍ୟୁବରଣ ହେଇଛି, କିନ୍ତୁ ଇଏ ମୃତ୍ୟୁର ପୂର୍ବ ଦିନ ପର୍ଯ୍ୟନ୍ତ ବି ଗୀତ ଗାଉଥିଲେ ଏବଂ ଲୋକ ତାଙ୍କୁ ଗ୍ରହଣ କରୁଥିଲେ। ତେଣୁ ସେ ସମୟରେ ଯିବାଟା ସେଇଟା ସମସ୍ତଙ୍କୁ ବାଧିଛି, ମତେ ବି ବାଧିଛି ତାଙ୍କର ଜଣେ ବଡ ଭାଇ ହିସାବରେ। ଓକେ। ନିହାତି ରୂପରେ ଇଏ କେବଳ ଓଡିଶାରେ ନୁହଁ, ଓଡିଶା ବାହାରେ ବା ଭାରତ ବାହାରେ ମଧ୍ୟ ବହୁ ଜଣ ଶୋକ ସଭା ଏଠି ହ୍ୟୁମାନ ସାଗରଙ୍କର ପାଳନ କରିଛନ୍ତି। ନିହାତି ରୂପରେ ଇଏ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ନିହାତି ରୂପରେ ଗୋଟେ ବଡ କ୍ଷତି କହିପାରିବା, କିନ୍ତୁ ଭଗବାନଙ୍କର ଯାହା ଇଚ୍ଛା ଥିଲା ସେୟା ହିଁ ଘଟିଥିଲା। ଓକେ, ନିହାତି ରୂପରେ ଇଏ ଗୋଟେ ଦୁଃଖଦ ଘଟଣା। କିନ୍ତୁ ବର୍ତ୍ତମାନ ହରି ଭାଇ ଆମେ ଆପଣଙ୍କ ବିଷୟ ନେଇ କଥା ହବା। ଆପଣଙ୍କର ଗୋଟେ ଫିଲ୍ମ 1998-90 ମସିହାରେ, ଏକ୍ଜାକ୍ଟଲି ମୁଁ ଜାଣିପାରୁନି, ସତ ମିଛରୁ ଆପଣ ଫିଲ୍ମ ଆରମ୍ଭ କରିଥିଲେ, ବର୍ତ୍ତମାନ ଆଇ ଏମ୍ କାଳିଆ। ୟା ଭିତରେ ଜର୍ଣ୍ଣି କେମିତି ଥିଲା ଆପଣଙ୍କର, କେମିତି କେତେ ପ୍ରଥମ ଚ୍ୟାଲେଞ୍ଜିଂ ଥିଲା? ନାଇଁ, ପ୍ରଥମ ସିନେମାରେ ସେମିତି ଥିଲା, ମାନେ ମୁଁ ମୁଁ ଖୁସି ଏବଂ ଗର୍ବିତ ବି ହୁଏ ଯେ ମତେ ଯିଏ ଚାନ୍ସ ଦେଇଥିଲେ ସେତେବେଳେ ସେ ଓଡିଆ ସିନେମା ଜଗତର ଜଣେ ବହୁତ ପ୍ରଖ୍ୟାତ ନିର୍ଦ୍ଦେଶକ ଥିଲେ, ରାଜୁ ମିଶ୍ର। ରାଜା ଏବଂ ମିଶ୍ର। ସେ ମତେ ଲଞ୍ଚ କରିଥିଲେ ସେ ଆଉ ଇହ ଧାମରେ ନାହାନ୍ତି। କିନ୍ତୁ ସେଇ ଯୋଉ ତାଙ୍କ ପାଖରେ ଅଭିନେତା ମାନେ ଡରନ୍ତି ତାଙ୍କ ସାଙ୍ଗରେ କାମ କରିବାକୁ, ତ ସେଭଳି ଲୋକ ମତେ ଜଣେ ସୁଯୋଗ ଦେଇଥିଲେ। ଏବଂ ଆଜି ଆଇ ଏମ୍ କାଳିଆ ପର୍ଯ୍ୟନ୍ତ ସେଇ ଯୋଉ ପ୍ରଥମ ଦିନର ଯୋଉ ଡର, ଭୟ, ସଂଘର୍ଷ ଆଉ ଯୋଉ ଭଲ ପାଇବା, ଯୋଉ ଇଚ୍ଛା ଶକ୍ତି, ସେଇଟା ଥିଲା। ଏବଂ ଆଜି ପର୍ଯ୍ୟନ୍ତ ବି ମୁଁ ସେଇଟା ଫିଲ୍ କରେ ଯେ ମୋ ଭିତରେ ଅଛି। ମୋର ପ୍ରତ୍ୟେକ ସିନେମା ମତେ ଲାଗେ ଯେ ଆଜି ନୂଆ ମୁଁ ଆରମ୍ଭ କଲି, ଏବଂ ପଛଟା କାଲି କଣ କରିଥିଲି ସେଟା ମୁଁ ଭୁଲିଯାଏ। ନା, ମୁଁ ଆକ୍ଚୁଆଲି ଏହା ପ୍ରଶ୍ନ ଥିଲା ମୋର ଯେ ଆପଣ ଯେତେବେଳେ ସତ ମିଛରୁ ଆରମ୍ଭ କରିଥିଲେ, ସେତେବେଳେ ଆପଣ ମାନେ ଅଧ୍ୟୟନ କରିନଥିଲେ କଳା କଣ, କଳାକୁ କେମିତି ମାନେ ନାଇଁ କଳା ନାଇଁ ପ୍ରୋସେସ ନାଇଁ ଅଧ୍ୟୟନ କରିନଥିଲେ? ନାଇଁ, ମୁଁ ଅଧ୍ୟୟନ କଲା ପରେ ଏଇ ପ୍ରଫେସନକୁ ଆସିଲି। ମୁଁ ଆଚ୍ଛା, କହିଲି ନା, ତାହେଲେ ଆପଣ ମୁଁ 1990 ମସିହାରୁ ହିଁ ଆପଣ ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ଆପଣଙ୍କର ଅଧ୍ୟୟନ ଚାଲିଥିଲା। ଆଜ୍ଞା ଆଜ୍ଞା। ତାପରେ ବର୍ତ୍ତମାନ ପିଏଚଡି। ତ ସେ ସମୟର ହୁଁ। ଅଧ୍ୟୟନର ଆପଣଙ୍କର ଅଭିନୟ ଆଉ ବର୍ତ୍ତମାନ ପିଏଚଡି କଲେଣି, ଅଭିନୟ ଭିତରେ କଣ ଆପଣ ଦେଖୁଛନ୍ତି ଫରକ ଟି? ସମାଜ ଯେମିତି ପରିବର୍ତ୍ତନ ହୁଏ, ସେମିତି ଅଭିନୟ ବି ତା ସାମ୍ପ୍ରତିକ କାଳ ଦେଇକି ଯେତେବେଳେ ଗତି କରେ ପରିବର୍ତ୍ତନ ହେଇଯାଏ। ଯେତେବେଳେ ଯେମିତି ଆଜିକା ଡେଟ ରେ ଲୋକ ରିଏଲିଜିମ କି ବହୁତ ପସନ୍ଦ କରୁଛନ୍ତି, ରିଏଲିଷ୍ଟିକ ଆପ୍ରୋଚ ଅଫ ଆକ୍ଟିଂ, ରିଏଲିଷ୍ଟିକ ଆପ୍ରୋଚ ଅଫ ଫିଲ୍ମ ମେକିଂ। ତ ଆଜିକା ଡେଟରେ ଯେମିତି ପସନ୍ଦ କରୁଛନ୍ତି, ହୁଏତ ମୁଁ ଯେତେବେଳେ ଆସିଥିଲି ସେତେବେଳେ ଲୋକ ଫାଣ୍ଟାସି ହଉ କିମ୍ବା ଅନ୍ୟ କିଛି କଥାକୁ ନେଇକରି
ଲୋକ ମେଲୋଡ୍ରାମା ହଉ ଆକ୍ଟିଂ ରେ ତ ତାକୁ ଲୋକ ଗ୍ରହଣ କରୁଥିଲେ, କିନ୍ତୁ ବର୍ତ୍ତମାନ ସେଇ ସମୟ ବଦଳିଛି, ଲୋକଙ୍କ ମାନସିକତା ବଦଳିଛି, ଲୋକଙ୍କ ନଜରିଆ ବଦଳିଛି। ତେଣୁ ସେଇ ହିସାବରେ ସବୁ କିଛି ଗୋଟେ ପଟ ପରିବର୍ତ୍ତନ ହେଇଛି ସିନେମା ମେକିଂ ରେ। ହୁଁ। ଆଚ୍ଛା, 1990 ମସିହାରେ ଜୟରାମ ସାମଲ ମଧ୍ୟ ଅଭିନୟ କରୁଥିଲେ ସେ ସମୟ ପାଖାପାଖି। ଆପଣ ମଧ୍ୟ ତାପରେ ପରେ ଆସିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ। ତ ମୁଁ କହିବାର ଅଛି, ଆପଣ ଜୟରାମ ସାମଲ ହେଇଗଲେ, ଆପଣ ହେଇଗଲେ, ଦେବୁ ବ୍ରହ୍ମା ମଧ୍ୟ କିଛି କରିଛନ୍ତି, ହାଡୁ ମଧ୍ୟ କରିଛନ୍ତି, ପପୁ ପମ୍ପମ କରିଛନ୍ତି। ତ ଏଇ ଯୋଉ ଯେତେ ହାସ୍ୟ ଅଭିନେତା ଅଛନ୍ତି, ଆପଣ କୋଉ ଜାଗାରେ ରଖିବେ ଏଇ କମ୍ପ୍ଲିଟ ଯୋଉ 5-7 ଜଣଙ୍କ ଭିତରେ ଆପଣ ନିଜକୁ କୋଉଠି ରଖିବେ? କେତେ ନମ୍ବର ସ୍ଥାନ ଦେବେ? ମୁଁ 0। ଆଚ୍ଛା। କାରଣ ଏଥିପାଇଁ 0 ଯେ ଯୋଉ ଦିନ ଗୋଟେ କଳାକାର କହିଲା ଯେ ମୁଁ ଗୋଟେ ସ୍ଥାନ ନେଇଛି, କି ମୋ ଭଲ ଅଭିନୟ କରେ, କି ମୋ ଠାରୁ କିଏ ଅଭିନୟ କରିପାରିବେନି, କି ମୁଁ ସବୁ ଜାଣିଛି, ସେଇଦିନ ତାର ମୃତ୍ୟୁ ହେଇଯାଏ। ତେଣୁ ମୁଁ ଆଉ ତାପରେ ଏଟା ସତ କଥା, ଅଭିନୟ ଗୋଟେ ଏତେ ସୁଦୂର ପ୍ରସାରୀ, ଏତେ ବଡ ଗୋଟେ ଗଭୀର କଥାଟେ, ତାକୁ ଯେତେ ଜଳକୁ ଯିବ ସେତେ ଆହୁରି କିଛି ଶିଖିବ, ତେଣୁ ଯେତେ ଭିତରକୁ ଯିବ। ତେଣୁ ମୁଁ ଏପର୍ଯ୍ୟନ୍ତ ବି ଅଭିନୟ ଶିଖୁଛି। ତେଣୁ କୌଣସି ଜାଗାରେ ସ୍ଥାନ ମୁଁ କହିପାରିବିନି, ହୁଏତ ତାର ଉତ୍ତରଟା ଯୋଉମାନେ ମତେ ଦେଖିଛନ୍ତି, ଜାଣିଛନ୍ତି, ମୋର ଦର୍ଶକ, ସେମାନେ ଠିକ ଉତ୍ତର ଦେଇପାରିବେ। ନାଇଁ, ମୁଁ ଏଇଥିପାଇଁ ଆପଣଙ୍କୁ ପଚାରିଲି ଯେ ଆପଣ ଜଣେ ହଉଛନ୍ତି ଦକ୍ଷ ଅଭିନେତା, କାହିଁକି ଯେ ଆପଣ ଅଧ୍ୟୟନ କରୁଛନ୍ତି, ଆପଣଙ୍କର ଡିଗ୍ରୀ ହଉ, ମାଷ୍ଟର ଡିଗ୍ରୀ ହଉ, କିମ୍ବା ପିଏଚଡି କରୁଛନ୍ତି। ତ ଏଇ ଯୋଉ 5-7 ଜଣଙ୍କର ହାସ୍ୟ ଅଭିନେତା କଥା କହିଲି, ତ ସବୁଠାରୁ ଉଚ୍ଚ ସ୍ଥାନରେ କିଏ ରହିବ? କାହା କାହା ନାଁ କହିଲେ ଆପଣ? ମୁଁ ଆପଣଙ୍କୁ କହିଥିଲି ଜୟରାମ ସାମଲ କହିଥିଲି, ହାଡୁ କହିଥିଲି, ଦେବୁ ବ୍ରହ୍ମା, ପପୁ ପମ୍ପମ, ହରିହର ମହାପାତ୍ର। ଉଚ୍ଚ ନିଚ ନୁହେଁ, ସମସ୍ତେ ନିଜ ନିଜ, ଦେଖନ୍ତୁ, ସମସ୍ତେ ଦର୍ଶକ ସମର୍ଥନ ପାଇଛନ୍ତି, ଦର୍ଶକୀୟ ସ୍ୱୀକୃତି ପାଇଛନ୍ତି। ଆଉ ମୁଁ କହିବାଟା ଠିକ ହବନି। ସାଧାରଣ ଲୋକମାନେ ଏବଂ ଯୋଉମାନେ କଣ କଳାକୁ ଭଲ ପାଆନ୍ତି, ଯୋଉମାନେ ଗୁଣୀ ଜ୍ଞାନୀ, କଳାନୁରାଗୀ, ସେମାନେ ହିଁ କହିଲେ ତାଙ୍କ କଥାଟା ଗ୍ରହଣୀୟ ଯୋଗ୍ୟ ହବ, ମୋ କଥାଟି ଗ୍ରହଣୀୟ ଯୋଗ୍ୟ ହବନି। ଆଚ୍ଛା, ନାଇଁ, ମତେ ଲାଗୁଛି ଆପଣ ଗୋଟେ ଭିତରେ କିଛି ଲୁଚଉଛନ୍ତି। ମୁଁ ଏଇଥିପାଇଁ ଆଉ ଟିକେ କ୍ଲିୟର କରିଦିଏ ଯେ ନାଇଁ ନାଇଁ ଆପଣଙ୍କୁ ନାଇଁ ଯେତେ ଆଗରୁ ଇଣ୍ଟରଭ୍ୟୁ କରାଯାଇଥିଲା, ଆମେ ଆପଣଙ୍କୁ ଦେଖୁଥିଲୁ ଲାଷ୍ଟ 10 ବର୍ଷ ପୂର୍ବରୁ, ତ ଆପଣ ନିହାତି ରୂପରେ ଜୟରାମ ସାମଲକୁ କହୁଥିଲେ। ମୁଁ ଏଇଠି ଗୋଟେ କଥା କହି ରଖେ ଯେ ପପୁ ପମ୍ପମ ସହିତ ଆପଣଙ୍କର କେମିତି ରିଲେସନ ବର୍ତ୍ତମାନ? ଜୟରାମ ସାମଲଙ୍କ କଥା ଯୋଉ କହୁଥିଲି, ଆଜି ବି କହୁଛି। ଆଚ୍ଛା। ଜୟରାମ ସାମଲଙ୍କ ଭଳି ଜନସମର୍ଥନ ଏପର୍ଯ୍ୟନ୍ତ ଯେତେ କଳାକାର ଆସିଛନ୍ତି, ଆଜିକା ଡେଟ୍ ପର୍ଯ୍ୟନ୍ତ କେହି ପାଇନାହାନ୍ତି, କିନ୍ତୁ ପାଇବା ବି କଷ୍ଟ। ଜୟରାମ ସାମଲ ଲୋକଙ୍କ ହୃଦୟ ଭିତରେ, ଧମନୀ ଭିତରେ, ରକ୍ତ ଭିତରେ ଅଛନ୍ତି ଆଜି ପର୍ଯ୍ୟନ୍ତ। ସେ ଅଭିନୟ କରୁଥାନ୍ତୁ ନ କରୁଥାନ୍ତୁ, ସେ ଜାଗାଟା କେହି ନେଇପାରିବେନି। ମୁଁ ସେଇଟା ସେତେବେଳେ କହୁଥିଲି, ଆଜି କହୁଛି। ଆପଣ 1 2 3 କହିଲେ ତ, କି ସେଇ ସେଟା ପାଇଁ ମୁଁ ରାଜି ହେଲିନି, କି ଆଗ ଓକେ। କିଏ ପଛ କିଏ। ହଁ, କିନ୍ତୁ ଏଇ କଥାଟା, ଜୟରାମ ସାମଲ ଇଜ ବାଦଶାହ ଅଫ କମେଡି। WhatsApp କମେଡି। ଓକେ, ସୋ ପପୁ ପମ୍ପମ ସହିତ ଆପଣଙ୍କର କେମିତି ରିଲେସନ? ବର୍ତ୍ତମାନ କେମିତି ଭଲ ରିଲେସନ? ହଁ, ଭଲ ରିଲେସନ କିଛି ଖରାପ ନଥାଏ। ଏମିତି ଗୋଟେ ଯେମିତି ପରିବାରରେ ଥିଲେ ମତ ଗୋଟେ ଭେଦ ହୁଏ, ଯେମିତି ଆମେ ପରିବାରରେ ଭାଇ ଭାଇ ହଉ, ବାପ ପୁଅ ହଉ, ମା ପୁଅ ହଉ, ମା ଝିଅ ହଉ, ଯେମିତି ଗୋଟେ ମତ ଭେଦ ହୁଏ, ଗୋଟେ ମତକୁ ନେଇକି ଯେମିତି ମତାନ୍ତର ହୁଏ, ତେଣୁ ସେମିତି ସବୁବେଳେ ତ ହୁଏ ନା, ଘର ତ ସବୁବେଳେ ବି ହବା ଠିକ ନୁହଁ। ତେଣୁ କୌଣସି ଯଦି ହେଇଥିଲା, ତେଣୁ ସେଇ କଥାକୁ ନେଇକି ଇସ୍ୟୁ ନାହିଁ, କି କିଛି ଘଟଣା ନାହିଁ। ଏବେ ବି ମୋର ତାଙ୍କ ସାଙ୍ଗରେ ଭଲ ବନ୍ଧୁତ୍ୱ, ତାଙ୍କର ବି ମୋ ସାଙ୍ଗରେ ଭଲ ବନ୍ଧୁତ୍ୱ। ଆଜ୍ଞା, ଆମେ ଆପଣଙ୍କୁ ଦେଖୁଥିଲୁ ଗୋଟେ ମଞ୍ଚରେ ଦୁହେଁ ବସିକି ଗୋଟେ ଜାଗାରେ ଇଣ୍ଟରଭ୍ୟୁ ଦଉଥିଲେ। ଆମକୁ ଲାଗିଲା ସେଦିନ ଠାରୁ ବୋଧେ ଇଣ୍ଡଷ୍ଟ୍ରି ଗୋଟେ ମାନେ ଭଲ ଆଗକୁ ମଧ୍ୟ ଗତି କରୁଛି। ତ ଆପଣଙ୍କର ଯେତେ ସବୁ ମାନେ ଚଳଚ୍ଚିତ୍ର କରିଛନ୍ତି, ଶ୍ରେଷ୍ଠ ଚଳଚ୍ଚିତ୍ର ମାନେ ଆପଣଙ୍କୁ ଆତ୍ମତୃପ୍ତି ଦେଇଛି ବା ଆତ୍ମ ସାନ୍ତ୍ୱନା ଦେଇଛି କୋଉ ଚଳଚ୍ଚିତ୍ର? ଅଡିଓ ଟିକେ ପ୍ରୋବ୍ଲେମ ଅଛି, ମୁଁ କହିଲି କି କ୍ଲାରିଟି ଆପଣ ଆସୁନି। ସତ ମିଛରୁ ଆରମ୍ଭ କରିକି ଆମ୍ କାଳିଆ, ତା ଭିତରେ ଯେତେ ହୁଁ ଚଳଚ୍ଚିତ୍ର କରିଛନ୍ତି, 200-250 ପାଖାପାଖି ଚଳଚ୍ଚିତ୍ର କରିଥିବେ, ତ ଆପଣଙ୍କୁ କୋଉ ଚଳଚ୍ଚିତ୍ର ବେଶୀ ଖୁସି ଦେଇଛି, ଆନନ୍ଦ ଦେଇଛି, ଆତ୍ମତୃପ୍ତି ଆପଣଙ୍କୁ ଲାଗିଛି? କମେଡି ନାଇଁ, ଯଦି ସତ କଥା ଆମେ କହିବା, ମୁଁ ତ ଅନେକ ହାସ୍ୟ ଅଭିନୟ କରିଛି, ହୁଁ ହୁଁ। କିନ୍ତୁ ହାସ୍ୟ ଅଭିନୟ ଯେତେବେଳେ କରିଛି, ସେତେବେଳେ ଆମକୁ ହାସ୍ୟ ଅଭିନେତା ମାନଙ୍କୁ ବେଶୀ ଫୁଟେଜ ଆଉ ସ୍କ୍ରିନ୍ ଟାଇମ ଦିଆଯାଇ ନଥାଏ। ରାଇଟ୍। ତାପରେ ବି ଆମକୁ ଯେତିକି ସିନ୍ ଦିଆଯାଇଥାଏ, ତାହା ଦର୍ଶକଙ୍କ ଦ୍ଵାରା ଗ୍ରହଣୀୟତା ମିଳିଥାଏ, ଏବଂ ଆମେ ତାଙ୍କ ମନୋରଞ୍ଜନ ଯୋଗାଇ ଦେଇପାରୁ। ତେଣୁ ସେମିତି ଯଦି ଦେଖିବା ଯେ ଟୋଟାଲ ସିନେମା ଭିତରେ ମତେ
ମୋର ପସନ୍ଦ ରୁମକୁ ଜମାନା। ତା ଦେହରେ କମେଡି ଆକ୍ଟିଂ କରିନି କି କମେଡିଆନ ଭୂମିକା କରିନି, ମୁଖ୍ୟ ଭୂମିକା ଥିଲି। ଲୋକମାନେ ବି ପସନ୍ଦ କରନ୍ତି ଏବଂ ମତେ ବି ଭଲ ମାନେ ମତେ ବି ଭଲ ଲାଗେ ସେ ସିନେମାଟି। ଏବଂ ଆଜି ଏତେ ସିନେମା କଲା ପରେ କୋଉଠି ରାସ୍ତାଘାଟରେ ଭେଟିଲେ ଲୋକ ମତେ କମେଡି ସିନେମା ଏତେ କରିଛି କମ ମନେ ପକାନ୍ତି କମେଡି ସିନେମାରେ, କିନ୍ତୁ ସବୁବେଳେ କହନ୍ତି ଯେ ଭାଇ ରୁମକୁ ଝୁମାନା, ରୁମକୁ ଝୁମାନା। ତ ସେଇଟା ମତେ ଆନନ୍ଦ ଦିଏ। ତେଣୁ ଦର୍ଶକଙ୍କ କଥା ଯୋଉଠି ମୋ କଥା ବି ସେଇଠି ମତେ ମତେ ଆତ୍ମତୃପ୍ତି ମିଳିଥିଲା ରୁମକୁ ଝୁମାନାରେ। ଓକେ, ସୋ ଭାଉଜଙ୍କୁ ନେଇକି କେବେ ଫିଲ୍ମ ଯାଆନ୍ତି ଫିଲ୍ମ ହଲ୍ କୁ? ନାଇଁ କେବେ ଯାଇଛନ୍ତି ହଁ ନିଜ ଫିଲ୍ମ ହଁ ଦେଖିବା ପାଇଁ? ହଁ ହଁ, ସବୁ ଫିଲ୍ମ କମେଡି କମେଡି ଫିଲ୍ମ ମୁଁ ନେଇକି ଯାଇଛି। ତ ଗୋଟେ ଦିଟା କମେଡି ଫିଲ୍ମ ପରେ ସେ ଆଉ ଗଲେନି। ଥରେ ଗୋଟେ ମିତରେ ମିତ ବୋଲି ଗୋଟେ ଫିଲ୍ମ ହେଇଥିଲା, ମୋ ସାଙ୍ଗରେ ସେ ଯାଇଥିଲେ। ତାପରେ ସେଠି ଗୋଟେ ଟିକେ ଅସୁବିଧା ହେଲା କଣ, ସିନେମା ହଲରୁ ଆମେ ଆସୁଥିଲା ବେଳେ ତ ଦର୍ଶକ ଘେରିଗଲେ। ମୋ ସେଇଠୁ କାର ମାତ୍ର 100 ମିଟର କି 50 ମିଟର ହବ। ତ ସେଇ ଯୋଉ ଘେରିଲେ ସେ ତାଙ୍କର ମୋର ଅଲଗା ହେଇଗଲୁ। ଓକେ ତ ଓକେ। ଦର୍ଶକ ଭଲ ପାଇବା, ଦର୍ଶକ ଆଉ ବୁଝିଲେନି ଯେ ଇଏ ତାଙ୍କର ପତ୍ନୀ ସେ ସମୟରେ। ତ ମତେ ଯେତେବେଳେ ଘେରିଗଲେ ତ ହିସାବରେ ମୁଁ ଆଉ ତାଙ୍କୁ ପାଇଲିନି କି ସିଏ ମତେ ପାଇଲେନି, ଯାଇକି ଆମେ ଭେଟିଲୁ କାର ପାଖରେ। ତ ସେଇ ଯୋଉ ଅପ୍ରୀତିକର ପରିସ୍ଥିତି ହେଲା, ସେଇ ଦିନଠାରୁ ସେ ଫିଲ୍ମ ଯେତେବେଳେ ଆମର ପ୍ରିମିୟର ହୁଏ ସେ ଯିବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ଏବେ ଯୋଉ ଫିଲ୍ମ ମୁଁ କରୁଛି, ଯୋଉ ସବୁ ମୁଖ୍ୟ ନାୟକ ହିସାବରେ ପ୍ରୋଟାଗନିଷ୍ଟ କ୍ୟାରେକ୍ଟର, ସେଥିରେ ମୁଁ ତାଙ୍କୁ ନେଇକିରି ଦେଖାଏ ଏବଂ ସେ ଦେଖନ୍ତି ବି ଏନ୍ଜୟ କରନ୍ତି। ଓକେ ଓକେ। ସୋ ହରି ଭାଇ, ଆମେ ତ ଯେହେତୁ ପଢିନାହୁଁ କଳା ପାଠ କିମ୍ବା ଆପଣ ଯୋଉଥିରେ ଆକ୍ଟିଂ ରେ ପାଠ ପଢୁଛନ୍ତି, ତ ହାସ୍ୟ ଅଭିନେତା ପାଇଁ ଏମିତି ଗୋଟେ ସ୍ପେଶାଲାଇଜେସନ କୋର୍ସ ଅଛି ନା କେବଳ ଅଭିନୟ କେମିତି କରାଯାଏ ତାର ଗୋଟେ କୋର୍ସ ଅଛି? ନାଇଁ, ସେମିତି କେବଳ ଅଭିନୟ କରିବା ପାଇଁ, ହାସ୍ୟ ଅଭିନେତା ହବା ପାଇଁ କି ହାସ୍ୟ ଅଭିନୟ କରିବା ପାଇଁ କିଛି କୋର୍ସ ନଥାଏ। ଆମେ ଯୋଉ ଆକ୍ଟିଂ ରେ ପାଠ ପଢୁ, ଆକ୍ଟିଂ ରେ ଏସବୁ କଣ ଏଲିମେଣ୍ଟସ, ସେ ଆପଣ ଦେଖନ୍ତୁ ଆମର 9ଟା ରସ ଅଛି ନା, ହାସ୍ୟ ରାଇଟ୍। ରସ, ଶୃଙ୍ଗାର, ହାସ୍ୟ, କରୁଣ, ବୀର, ରୁଦ୍ର, ଭାନ, ଏମିତି ହେଇକି ଅଛି କେତେଟା ରାଇଟ୍ ରାଇଟ୍। 9ଟା ରସ। ତେଣୁ ସବୁ ରସର ଅଭିନୟ ଆମେ କରୁନା, କିନ୍ତୁ ଅଭିନୟ ତ ମୂଳ ଗୋଟେ ନା। ଆମକୁ ଅଭିନୟ ସବୁଥିରେ ଶିଖାଯାଏ। ଏବଂ ଆପଣ ଦେଖନ୍ତୁ, ଅମିତାଭ ବଚ୍ଚନ ହୁଅନ୍ତୁ, ଦିଲ୍ଲୀପ କୁମାର ସାହୁ ହୁଅନ୍ତୁ, ଶାହରୁଖ ଖାନ ହୁଅନ୍ତୁ, ସମସ୍ତେ ଦେଖିଥିବେ ଯୋଉମାନେ ଦର୍ଶକଙ୍କ ଦ୍ଵାରା ବହୁତ ଆଦୃତ ପାଇଛନ୍ତି, ତାଙ୍କ ଭିତରେ ସେନ୍ସ ଅଫ ହ୍ୟୁମର ଟା ବହୁତ ଥାଏ। ଆପଣ ମାର୍କ କରିଥିବେ। ତାମାନେ ଅମିତାଭ, ହଁ, ସେମାନେ ଭଲ କମେଡି ବି କରିପାରନ୍ତି, ତା ସାଙ୍ଗରେ ଅନ୍ୟାନ୍ୟ ଅଭିନୟ ବି କରିପାରନ୍ତି। ତେଣୁ ସେମିତି ଗୋଟେ ଯେ ଖାଲି ଜଣେ କାଲି ହାସ୍ୟରସ ବିଷୟରେ ପଢିବ, ଜଣେ ଶୃଙ୍ଗାର ରସ ବିଷୟରେ ପଢିବ, ଜଣେ ରୁଦ୍ର ବୀର ଭୟାନକ ରସ ଉପରେ ପଢିବ, ସେମିତି କିଛି ନାହିଁ। ଆମକୁ ସବୁ ପଢିବାକୁ ପଡେ। ତାପରେ ଯେମିତି ମୁଁ କହିଲି ନା, ମୁଁ ପ୍ରଥମେ ଯୋଉ କମେଡି ରୋଲ କଲି, ଲୋକମାନେ ଷ୍ଟାମ୍ପ ମାରିଦେଲେ ଯେ ମୁଁ ଜଣେ କମେଡିଆନ। କମେଡି ଫିଲ୍ମ ମିଳିଲା, ଲୋକ ଭଲ ପାଇଲେ, ପ୍ରଡ୍ୟୁସର ଡାଇରେକ୍ଟର ରିପିଟ କଲେ। ତେଣୁ ସିଏ ଗୋଟେ ଧାରା ଚାଲିଥିଲା। ସେମିତି ହୁଏ, ଯଦି ଭିଲିଆନରେ ଯିଏ ଏଣ୍ଟ୍ରି କଲା ସେମିତି ବି ହୁଏ ତା ଭାଗ୍ୟରେ, ଏଇଆ ହୁଏ। ଏଇଟା ହଉଛି ସତ କଥା। ରାଇଟ୍। ଏଠି ଆଉ ଟିକେ ମୁଁ ଟେକ୍ନିକାଲ କଥା ପଚାରିବି ଯେ ଆପଣ ଯେହେତୁ ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ଡିଗ୍ରୀ, ମାଷ୍ଟର ଡିଗ୍ରୀ, ପିଏଚଡି କରିଛନ୍ତି, ସେମିତି ଆମର ଗୋଟେ ସ୍ପେଶାଲ ରହିଛି ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର, ତାଙ୍କର ଗୋଟେ କୋର୍ସ ରହିଛି। ତ ସେଇ ନ୍ୟାସନାଲ ଏନ୍ଏସଡି ର କୋର୍ସ ଆଉ ଆପଣଙ୍କ କୋର୍ସ ଭିତରେ ଫରକ କଣ? ସେଠି କଣ ଏକ୍ସଟ୍ରା ଶିଖାଯାଏ? ଆପଣଙ୍କର ଏମିତି ଜାଣିଛନ୍ତି କିଛି, ବା ଆପଣଙ୍କର ମାନେ ପଢା ଭିତରେ କଣ ଡିଫରେନ୍ସ ଅଛି କିଛି ଜାଣିଛନ୍ତି? ହଁ, ସେଠି କଣ ହୁଏ, ଆମେ ଧରନ୍ତୁ ସେଠି ନ୍ୟାସନାଲ ଆଉ ଇଣ୍ଟରନ୍ୟାସନାଲ ଗୁରୁ ମାନେ ଅଭିନୟ ଶିକ୍ଷା ଦିଅନ୍ତି। ତାଙ୍କର ଯୋଉ ସେମାନେ ଧରନ୍ତୁ ପ୍ରତ୍ୟେକ ଦିନ 100ଟା ନାଟକ ଦେଖୁଛନ୍ତି, ଲେଖୁଛନ୍ତି, ପଢୁଛନ୍ତି, ତର୍ଜମା ହଉଛି। ଏଇଠି ଓଡିଶାରେ ସେଇ ଅନୁପାତରେ ହୁଏନି। ତେଣୁ ସେମିତି ଯେମିତି ମୁଁ କହିଲି ନା, ସେଟା ଗୋଟେ ନ୍ୟାସନାଲ ପ୍ଲାଟଫର୍ମ, ରାଇଟ୍। ଏଇଟା ଗୋଟେ ରିଜିନାଲ ପ୍ଲାଟଫର୍ମ। ତ ସବୁ କ୍ଷେତ୍ରରେ ଯେମିତି ଯୋଉ ନ୍ୟାସନାଲ ଆଉ ରିଜିନାଲ ଦୂରତା ଥାଏ, ସବୁ କ୍ଷେତ୍ରରେ ସେମିତି ଏଠି ଥାଏ। ତ କିନ୍ତୁ ଯୋଉ ଧାରାଟା ଗୋଟେ, ଯେମିତି ସେମାନେ ଆମେ ପାଠ ପଢିଲା ବେଳେ ଯେମିତି ତା ଭିତରେ ୟୋଗା ଶିଖୁଥିଲୁ, ପ୍ରାଣାୟାମ ବି ଶିଖୁଥିଲୁ, ଆକ୍ଟିଂ ଡ୍ୟାନ୍ସ ଶିଖୁଥିଲୁ, ଆକ୍ଟିଂ ଶିଖୁଥିଲୁ, ମେକଅପ୍ ଶିଖୁଥିଲୁ, ଲାଇଟିଂ ଶିଖୁଥିଲୁ, ସେମିତି ନ୍ୟାସନାଲ ଏନ୍ଏସଡି ରେ ପଢାଯାଏ। ପଢିବାର ଶୈଳୀଟା ଅଲଗା ହେଇଥାଇପାରେ, କିନ୍ତୁ ସେଇ ପାଖାପାଖି ସେଇ କୋର୍ସ ସେଇ ହିସାବରେ ପଢାଯାଏ।
ओके सो हरि भाई आपण पाखापाखि ओडिया चलचित्र जगत 35 वर्ष धरिकी अभिनय कले अभिनय को जानी प्रत्येक कलाकार को जानी कैमरामैन ठू आरंभ कर निर्देशक प्रोड्यूसर मान तो मुझे गोटे प्रश्न मोर सब जो मैंने नेशनल लेवल आम बहुत साधारणतः पॉडकास्ट करूँ जो मैंने नेशनल रे कला प्रदर्शन करिसेंती बा बॉलीवुड रे किंबा अन्य कौन सी इंडस्ट्रीज रे काम करिसेंती हम पॉडकास्ट को आछंती आमे सेमन गोटे क्वेश्चन या पचारू जे जो माने अध्ययन करूचंती प्रोफेशनल पाठ पढुचंती एक्टिंग को नेकी सेमानंकु ओडिया चलचित्र जगत रे टिके कम प्रायोरिटी दिया जाए कि कोठी जो मान पढुचंदी माने नेशनल नेशनल स्कूल ऑफ ड्रामा रे जो पाठ पढिचंती किंबा संगीत नाटक एकेडमी रे जो पाठ पढिचंती सेमानंकु टिके कम प्रायोरिटी दिया जाए कि अन्य मानक तुलना रे नहीं सुनंतु जदि जो प्रश्नटा कहउचंदी ठीक सेटा मु भाबुची जे एनएसडी रे पाठ पढुथुवा जणे ओडिया युवक तार फोकस रहइबो कोन हिंदी सिनेमा को हिंदी थिएटर को हिंदी टेलीविजन कहीं विजय महांती हमर हिंदी तो जेहेतु विजय महांती छाड़ी के आसिले विजय महांती तो एते सक्सेस हेई नाहंती कहला को चले माने जणे कलाकार सक्सेस केतले हुए जेहेतु सी गोटे देखो आम मिहिर दास और विजय महांती विषय जदि आम गोटे कंपेयर करिया जे अधिक पैसा इनकम किंबा अधिक बिजनेस जे करि परला ताको सक्सेस कहते आज का डेट रे जने कलाकार को आपण जेतु पाठ पढिचंती आपण टेक्निकल जिनसटे अलग कहबे गोटे फिल्म केते बिजनेस कला गोटे फिल्म रे अभिनय करूथुवा कलाकार केते टंका इनकम कला तो ताको से हिसाब रे ताको सक्सेस कहआ जाय राइट तो मिहिर दास विजय महांती ठारू अधिक चलचित्र करिसंती अधिक पैसा कमैचंती मैं अधिक समानकर फेस वैल्यू आसी बारंबार मीडिया जाए ताको पाखु इंटरव्यू नि किंतु विजय महांती तो एते सक्सेस हेई नांती नो डाउट विजय महांती तो जेहेतु से गोटे स्पेशल जगह नहीं किंतु एते सक्सेस नांती मनोज मिश्र कहि परिबा वर्तमान आजिका दिन अन्य जो एनएसडीएन माने रहिचंती सेमाना कथा मता कहि परिया तो सेमाने एते नारायणपति कथा कहि परिया नारायणपति जे हमरो लेट नारायणपति सी मध्ये हमरो पॉडकास्ट को आस्थिले सी मध्ये जणा एनएसडीएन तो तांको कथा कहि परिया सी तो मध्ये बाहर को आगो को तो आसी पार नथले ओडिया चलचित्र एते सक्सेस ही नांती तो एमती ही मु कहया को चाहे जे हरिहर महापात्र आमको लागे जे हरिहर महापात्र पाखरे जेते दक्षता अछि किबा जेते डिग्री पीएचडी पीजी करिसंती तो सी से लेवल रे ओडिया चलचित्र जगत रे रहिबा आवश्यक तो हरिहर महापात्र से जगह पहुंची नांती कि आमको टिके लागे कम लागे जेहेतु आमे विभिन्न जो मैंने अध्ययन कर सहित कथा है आसला मत यहाँ फिल हो स्पेशल मोर ये प्रश्न थाए प्रत्येक कलाकार को जो मैंने प्रोफेशनल पाठ पढ़ी प्रथम कथा मु एको खंडन करी जे विजय महांती हाँ एनएसडी रे पाठ पढ़ी की ओडिया सिनेमा जगत रे गोटे विराट बड़ स्थान नहीं जो स्थानटा अन्य जो कलाकार ना कहले से बरं कम नहीं विजय महांती नहीं बहुत एवं सेतबेले जेतेबेले नहीं सेतेबेले आपनकर जन्म नथिला तेणु से कथाटा आपण आजिका डेट रे जो माने धरंतु गोटे सांबादिक जे करूचंती सांबादिकता करूचंती से माने दिलीप कुमार विषय रे कहि परिबेनी बेसी से माने कहबे रणबीर कपूर विषय रे बेसी राइट एटा गोटे थाए हां तेणु सेटा गोटे साधारण गोटे भ्रम धारणा तेणु विजय महांती जेमती ना जय बाबू कथा कहले विजय महांती सेमती लोकक ब्लड भितरे थिले एवं से कथा आउ जो द्वितीय कथाटी आपण कहले जे ताकू भी मु स्वीकार करी जे जो माने एकेडमी क्वालिफाइड एक्टर से माने केबे स्टार हवा को पसंद करंती एक्टर हे कि बंचंती एक्टर हे कि मरंती कहने एटी मते टिके ठीक लागिला ए प्रश्नटी काहे कि बोधे हुए तो गोटे 40 करबा को थाए एमती किछि करंती नि कि जो माने एकेडमिक प्रोफेशनल रुहंती एक्टर हां मु सेटा कहूची जे जदि जीवन रे अर्थटा होची सबुठारु बड़ बोली जो माने विवेचना करंती भाबंती तांको मई आपण जो प्रश्नटी कहले ता उत्तरटा ठीक एथि पई जो माने एटा भूल नै दंतु नसीर जी हंतु ओमपुरी जी हंतु नेशनल लेवल जे हम देखिबा से माने राजेश खन्ना ठारू बेसी पॉपुलर नु किंतु जेमती आ गोटे सुंदर उदाहरण मैं आपको देवी बिस्मिल्ला खान जी आज नहांती आम गहन रे भारत रत्न पाइथिले तो आमे हाँ तो सेठी मेल तांकरी समसामयिक जणे संगीत शिल्पी जे कि अजस्र पैसा रोजगार करछन्ती एवं प्रशंसा पाइछन्ती
କିନ୍ତୁ କିନ୍ତୁ ଭାରତ ରତ୍ନ ପାଇବାର ସୌଭାଗ୍ୟ ପାଇନାହାନ୍ତି, ପଦ୍ମବିଭୂଷଣ ପାଇନାହାନ୍ତି, ପଦ୍ମଶ୍ରୀ ପାଇନାହାନ୍ତି, କିନ୍ତୁ ଲୋକ ତାଙ୍କୁ ଜାଣିଛନ୍ତି ଏବଂ ଅର୍ଥ ଉପାର୍ଜନ କରିଛନ୍ତି। ପପୁଲାର କଳାକାର, ପପୁଲାର କାଟାଗୋରୀ କଳାକାର ହିସାବରେ ସେ ଗ୍ରହଣୀୟତା ପାଇଛନ୍ତି। ତେଣୁ ଦି ଜଣଙ୍କୁ ଆମେ ତୁଳନା କରିପାରିବା ନାହିଁ। ସେଇ ସେମ୍ ଘଟଣା ଏଇଠି, ଯେ ଏଇ ଯୋଉମାନଙ୍କ ନାଁ କହିଲି, ନସିର ଜି ହୁଅନ୍ତୁ, ଓମପୁରୀ ଜି ହୁଅନ୍ତୁ, ଇଭିନ୍ ବି ପଙ୍କଜ ତ୍ରିପାଠୀ ବି ହୁଅନ୍ତୁ। ପଙ୍କଜ ତ୍ରିପାଠୀ ଆଜିକା ଡେଟ୍ରେ ଅଭିନୟ କରୁଛନ୍ତି, ଲୋକଙ୍କ ଦ୍ୱାରା ଗ୍ରହଣୀୟତା ପାଉଛନ୍ତି। କିନ୍ତୁ ଆଜିକା ଡେଟ୍ରେ ଯୋଉମାନେ ଧରନ୍ତୁ, ଯୋଉ ହିରୋଙ୍କ ନାଁ କହୁଛନ୍ତି କଣ, ଆଉ ଯୋଉ ସବୁ ସେ ଯୋଉ ଅକ୍ଷୟ କୁମାର ହୁଅନ୍ତୁ କି ଆଉ ଯାହାଙ୍କ ହିରୋଙ୍କ କଥା ମୁଁ ନାଁ କହୁଛି, ତେଣୁ ତାଙ୍କ ଭିତରେ ଯୋଉ ଫରକଟା, ଗୋଟେ ପାଠ ପଢୁଥିବା ଲୋକ ଅଭିନୟ କରୁଥିବା ଲୋକ ଏବଂ ପାଠ ନ ପଢି ଅଭିନୟ କରୁଥିବା ଲୋକ ଭିତରେ ଯୋଉ ଫରକଟା, ସେ ଫରକଟା ଆଗରୁ ଥିଲା, ଆଜି ବି ଅଛି, ଆଗାମୀ ଦିନ ବି ରହିବ। ଯେମିତି ହଁ ସମୟ ଆସେ, ଯେମିତି ହଲିଉଡରେ ଯେମିତି ଆମର ଏଠି କଣ, ଆମେ ଓଡିଶା ହଉ ଭାରତ ହଉ, ଆମେ କଣ ସେଇ ମେଲୋ ଡ୍ରାମାରେ ବଞ୍ଚିଛନ୍ତି। ଜୀବନଟା ହିଁ ମେଲୋ ଡ୍ରାମା। ଯାତ୍ରା ଆଜି ପପୁଲାର କାହିଁକି ଓଡିଶାରେ? ଯାତ୍ରା ଆଜି ପପୁଲାର ଦେଖନ୍ତୁ, ଆଜି ଆଜି ରିଏଲିଷ୍ଟିକ ମତେ ମୂଳରୁ ଅଭିନୟ କରିବା ଦିନଠାରୁ ମତେ ଭଲ ଲାଗେ ରିଏଲିଜମ ଆକ୍ଟିଂର ଯୋଉ ରିଏଲିଷ୍ଟିକ ଆପ୍ରୋଚଟା ମତେ ଭଲ ଲାଗେ ଏବଂ ମୁଁ କରିବାକୁ ଚେଷ୍ଟା କରେ। ମୋର ଯେତେ ଅଭିନୟରେ ଆପଣ ଦେଖିନଥିବେ, ଯୋଉ ଭାଣ୍ଡାମି, ପ୍ରହସନ, ଫାର୍ସ, ଏକ୍ଜାଗରେସନ ଆକ୍ଟିଂ, ମତେ ଏଇଟା ପସନ୍ଦ ଲାଗେନି, ବୁଝିଲେ କି? କିନ୍ତୁ ମୁଁ ତ ଗ୍ରହଣୀୟତା ଲାଭ କରିଛି, ଲୋକ ମତେ ରିଜେକ୍ଟ କରିଛନ୍ତି, ବୁଝିଲେ କି? ତେଣୁ ତେଣୁ କାହାର କଣ ପସନ୍ଦ, କିନ୍ତୁ ଓଡିଶାବାସୀଙ୍କ ପସନ୍ଦ ଯୋଉ କଣ, ଲୋକ ରାତି ପୋହିକିରି ଦେଖୁଛନ୍ତି ଫାଣ୍ଟାସି, ଲୋକ ଦେଖୁଛନ୍ତି ମାନେ କଣ, ଅଦ୍ଭୁତ କଥା, ତାଙ୍କ ମାନେ ଯୋଉଟା ଆପଣ କଳ୍ପନାରୁ ବାହାରେ କଥାଟାକୁ ଦେଖୁଛନ୍ତି ସେଠି ଯାତ୍ରାରେ, ବୁଝିଲେ କି? ମେଲୋ ଡ୍ରାମା ଦେଖୁଛନ୍ତି, ଓଭର ଆକ୍ଟିଂ ଦେଖୁଛନ୍ତି। ସେଇଟା ଯଦି ଓଡିଆଙ୍କ ରକ୍ତ ଭିତରେ ଅଛି, ବ୍ଲଡ ଭିତରେ ଅଛି, ତେଣୁ ସେଇ ଫରକଟା ରହିବ। ହୁଏତ ଆଗାମୀ ଆମେ ଜେନେରେସନ ପରେ ନେକ୍ସଟ ଜେନେରେସନ ଯୋଉ ଆସିବେ, ଲୋକ ଆସିବେ, କଳାକାର ବି ଆସିବେ, ହୁଏତ ସେତେବେଳେ ଏହାର ଗୋଟେ ପଟ ପରିବର୍ତ୍ତନ ହେଇପାରେ, କହିପାରିବେନି। ଓକେ, ସୋ ଯାତ୍ରା କଥା ଯେତେବେଳେ କହିଲେ ଆପଣ, ମୋର ଗୋଟେ କଥା ମୁଁ ଆପଣଙ୍କୁ ପ୍ରଶ୍ନ ପଚାରିବି ଯେ ଆପଣ ମାନେ ଏକ୍ସାକ୍ଟ ଫ୍ୟାକ୍ଟ ଜିନିଷଟି ଆପଣ କହିବେ ଯେ ୟୁଟ୍ୟୁବ ଆଉ ଯାତ୍ରା, ଏଇ ଯୋଉ ଦୁଇଟାରେ କମେଡିଆନ ମାନେ ଆସୁଛନ୍ତି, କିମ୍ବା ଆଜିକାଲି ଯୋଉ କମେଡିଆନ ମାନେ ଆସୁଛନ୍ତି ଚଳଚ୍ଚିତ୍ରରେ, ଏ ଟିକେ ଅଧିକ ଦୁଇ ଅର୍ଥବୋଧକ ଶବ୍ଦ ହେଇଯାଉଛି କି, ଏମିତି କିଛି ଆପଣ ଫିଲ୍ କରୁଛନ୍ତି କମେଡିରେ? ଆପଣ ଏଇ କଥା ଫିଲ୍ ନ କରିଥିଲେ ଆପଣ ଏ କ୍ୱେଶ୍ଚନଟି କରିନଥାନ୍ତେ। ରାଇଟ୍, ମୁଁ ତ ନିହାତି ଫିଲ୍ କରିଛି। ମୁଁ ଆପଣଙ୍କୁ ପଚାରୁଛି ଆପଣଙ୍କୁ କେମିତି ଲାଗୁଛି, ବା ଗୋଟେ ହାସ୍ୟ ଅଭିନେତା ଏଟା କରିବା କେତେ ଯୁକ୍ତିଯୁକ୍ତ? ନାଇଁ, ମୁଁ ଦେଖନ୍ତୁ, ଲୋକ ଗ୍ରହଣ କରିଛନ୍ତି, ମୁଁ ବର୍ତ୍ତମାନ ଯଦି କିଛି କହିବି ସେଟା ଗୋଟେ କଣ୍ଟ୍ରୋଭର୍ସି ହବ, ନୁହେଁ କି? ଲୋକ ଯଦି ଗ୍ରହଣ କରିଛନ୍ତି, ଆମେ କଣ କହିବା? ଯେହେତୁ ଆପଣ ଜଣେ ହଉଛନ୍ତି ପାଠ ପଢୁଆ ଅଭିନେତା। ଆମେ ଲୋକ ମତକୁ ସମ୍ମାନ ଦବା, ଇଏ ଗୋଟେ କଥା। କିନ୍ତୁ ଯେ ଲୋକ ଗୁଟଖା ଖାଇବା ଉଚିତ, କାରଣ ବାହାରେ ବହୁତ ବିକ୍ରି ହଉଛି, ଲୋକ ସିଗାରେଟ ଖାଇବା ଉଚିତ, ବାହାରେ ବହୁତ ବିକ୍ରି ହଉଛି, ମଦ ବହୁତ ବିକ୍ରି ହଉଛି, ଲୋକ ଖାଇବା ଉଚିତ, ଏଇଟା ଆମେ କହିପାରିବେ କି? କହିପାରିବାନି। ସମାଜରେ ଗୋଟେ ଭୁଲ ଥାଏ, ଗୋଟେ ଠିକ ଥାଏ। ଯଦି ଭୁଲଟା ଗ୍ରହଣୀୟତା ହେଇଛି, ସେ ଲୋକମାନେ ତ ଗ୍ରହଣ କରିଛନ୍ତି ନା ନାଇଁ। ତେଣୁ ତାକୁ ମୁଁ ବ୍ୟକ୍ତିଗତ ଭାବରେ ମତ ଦେଇପାରିବି। ମୁଁ ଯେତେବେଳେ ଅଭିନୟ କରୁଥିଲି, ଆଜି ବି କରୁଛି, ମୋର କଳା ପରିବେଷଣ ମୁଁ ସବୁବେଳେ ଚାହେଁ ଫ୍ୟାମିଲି ବସିକି ସମସ୍ତେ ଦେଖନ୍ତୁ। ବାପ, ବଡ ଝିଅ, ମା, ପୁଅ, ଭାଇ, ଭଉଣୀ ସମସ୍ତେ ବସିକିରି ଯଦି ଆପଣ ଏଣ୍ଟରଟେନମେଣ୍ଟଟା ଦେଖିଲେ, ଦ୍ୟାଟ ଇଜ ଏ ହେଲ୍ଦି ଆଣ୍ଡ ଗୁଡ ଏଣ୍ଟରଟେନମେଣ୍ଟ। ମୋ ଜୀବନରେ ମୁଁ କରି ନାହିଁ କି କରିବେ ନାହିଁ ଆଗକୁ। ତ ଯୋଉମାନେ କରୁଛନ୍ତି, ଯଦି ଲୋକଙ୍କ ଦ୍ଵାରା ଗ୍ରହଣୀୟତା ଆସୁଛି, ହଉଛି, ତେଣୁ ସେଥିରେ ମୁଁ ପାଟି ନ ଫିଟେଇବା ଭଲ। କିନ୍ତୁ ଯେମିତି ଆପଣଙ୍କୁ ଖରାପ ଲାଗିଲା ବୋଲି ଆପଣ ଏ କ୍ୱେଶ୍ଚନ କରିଛନ୍ତି, ସେମିତି ଯେତେବେଳେ ଲୋକ ଦେଖାନ୍ତି ସେଇ କଥା ବି ପ୍ରଶ୍ନ ଉଠାନ୍ତି। କିନ୍ତୁ ସମୟ ସମୟର କଥା ହୁଏତ ଏଇ ଯୋଉ ଧାରାଟା ହୁଏତ ପରିବର୍ତ୍ତନ ହେଇଯାଇପାରେ, କି କହିପାରିବାନି। ଯେ ଗୋଟେ ଅଶ୍ଳୀଳତା, କମେଡି ହଉ କି ଯାହା ବି ହଉ, ଅଶ୍ଳୀଳତାକୁ ଆଧାର କରିକି କାନ୍ଧରେ ଧରିକିରି ତମେ କମେଡି ଅଭିନୟ ସବୁବେଳେ କରିପାରିବନି, କରିବା ଉଚିତ ବି ନୁହଁ, କରିପାରିବ ନାହିଁ।
ଏଟା ଗୋଟେ ଦିନରେ ମଉଳିଯିବ, ଫର୍ସା ଲାଗିବ, ଭଲ ଲାଗିବନି। ତେଣୁ ଆଜିକା ସମୟରେ ଲୋକ ଦେଖୁଛନ୍ତି, ହୁଏତ ଆଗାମୀ ଦିନରେ ସେଇ ଲୋକମାନେ କି ନେକ୍ସଟ ଜେନେରେସନ ଲୋକମାନେ ତାକୁ ମାନେ ପରିତ୍ୟାଗ କରିବେ। ଓକେ, ସୋ ହରିହର ମହାପାତ୍ର ଆଉ ପପୁ ପମ୍ପମଙ୍କୁ ନେଇକି ଯଦି ଗୋଟେ ଚଳଚ୍ଚିତ୍ର କରାଯାଏ ତ ହରିହର ମହାପାତ୍ର ପପୁଙ୍କ ସହିତ କରିବେ କି ନାହିଁ, ଏମିତି ଇଚ୍ଛା ଅଛି ହଁ କେବେ କରିବା? ହଁ, କିଛି ଅସୁବିଧା ନାହିଁ। ଯଦି ମୋର ଚରିତ୍ର ଯଦି ମୁଁ ଦେଖିବି ଯେ ମୁଁ ସବୁବେଳେ ଯେତେବେଳେ ସିନେମା କରେ ସେତେବେଳେ ମୁଁ ଦେଖେ ମୋ ଚରିତ୍ର କଣ। ଆଚ୍ଛା, ହଁ, ଯଦି ଚରିତ୍ର ପସନ୍ଦ ନଥିବ ମତେ 1,000,000 ଦେଲେ ବି ମୁଁ କରେ ନାହିଁ। ଏଇଟା ଆଉ ନାଇଁ ସତ କଥା ଆପଣ ଯୋଉ ସପୋଜ ପଚାରିବେ। ସପୋଜ ଯାତ୍ରା ହଉ କିମ୍ବା ଆଗରୁ ଯୋଉ ଚଳଚ୍ଚିତ୍ର ଥିଲା ପୋଲିସ ଅଫିସର ତାପରେ ଉପରେ କନଷ୍ଟେବଲ ଥିବ, ତ ଯଦି ପପୁ ପମ୍ପମ ପୋଲିସ ରୁହନ୍ତି, ଗୋଟେ ଇନ୍ସପେକ୍ଟର ରୁହନ୍ତି, ଆପଣଙ୍କୁ କନଷ୍ଟେବଲ ଦିଆଯିବ, କିନ୍ତୁ କନଷ୍ଟେବଲ ର ଚରିତ୍ର ବହୁତ ଭଲ ଥିବ, ଅଧିକ ଥିବ, ତ ଆପଣ କରିବେ ନା କରିବେନି? ହଁ, ଏଇଟା କି କଥା? ସେମିତି କିଛି ନାହିଁ। ଏଇଟା ସେଇ ଯୋଉ ଅହଂବାଦ, ସେ କଥା ନୁହଁ। ଆଚ୍ଛା, ପୋଲିସ ଚରିତ୍ର ଧରନ୍ତୁ, ପୋଲିସ ଚରିତ୍ର, ପୋଲିସ ଅଫିସର ଚରିତ୍ର ଆଉ କନେଷ୍ଟବଳ ଚରିତ୍ର, ହୁଁ ଦିଟି ଯାକ ଯଦି ଭଲ ଚରିତ୍ର ଥିବ ହୁଁ ତ କରିବାରେ କିଛି ଅସୁବିଧା ନାହିଁ। ଆମେ ଚରିତ୍ରଟା ଦେଖିବା ନା, ସେଥିରେ ଆମେ ଦେଖିବା କି ଯେ ଧରନ୍ତୁ ଜଣେ ଗୋଟେ ଆଇଏସ୍ ଅଫିସର ଥିବ, ଆଉ ଗୋଟେ ତା ଅଫିସର ପିଅନ ଥିବ, କିନ୍ତୁ ଆଇଏସ୍ ଅଫିସର ରୋଲ ଟା କମ ଥିବ, ପିଅନ ରୋଲ ଟା ଅଧିକା ଥିବ। ପିଅନ ହଉଛି ପ୍ରୋଟାଗୋନିଷ୍ଟ ରହିଥିବ, ତ ଓକେ, ସୋ ସେଥିରେ ପିଅନ ରୋଲ ନିହାତି ଉପରେ କରିବାର କିଛି ଅସୁବିଧା ବି ନାହିଁ। ଆପଣ ଆପଣ ସେସବୁ ଅସୁବିଧା ନାହିଁ। ଓକେ, ଚରିତ୍ର ଯଦି ଭଲ ଥିବ ଏବଂ ଲାଗୁଥିବ ଯେ ହଁ ଠିକ ଅଛି, ମୁଁ ଏଇ ଚରିତ୍ରରେ କଲେ କିଛି ଦର୍ଶକଙ୍କୁ ଦେଇପାରିବି, କିଛି କରିପାରିବି, ସେ ଚରିତ୍ରକୁ ପ୍ଲେ କରିପାରିବି, ଖେଳିପାରିବି, ତ ମୋର କିଛି ଆପତ୍ତି ନାହିଁ। ଓକେ, ନିହାତି ରୂପରେ ତ ଚରିତ୍ର ଭଲ ଥିଲେ ଆପଣ ନିହାତି ରୂପରେ କରିବେ, ଯାହା ସହିତ ମଧ୍ୟ ହଉ। ତ ଚରିତ୍ରକୁ ନେଇକି ଆପଣଙ୍କର ଗୋଟେ ଫିଲ୍ମ ହରି ଭାଇ ଆସିଥିଲା, ସାବାସ ବିଜୁ, ତ ଆପଣଙ୍କ ଚରିତ୍ର କଣ ଥିଲା ସେଥିରେ? ବହୁତ ଫେମସ ଥିଲା ଫିଲ୍ମଟି, କଣ କହିବେ ସେ ବିଷୟ ନେଇକି ଗୋଟେ ଲାଇନ? ସେଇ ଯେମିତି ଆପଣ କହିଲେନି ଯେ ସାବାସ ବିଜୁ, ଆମେ ପାଠ ପଢିଥିବା କଳାକାର ହୁଁ ସେଭଳି ଚରିତ୍ର ଏବଂ ସେଭଳି ସିନେମାକୁ ପସନ୍ଦ କରିବେ। ସାବାସ ବିଜୁ ଚଳଚ୍ଚିତ୍ର ଯୋଉ ହେଇଥିଲା, ମତେ ମୋର ପାରିଶ୍ରମିକ 10 ଗୁଣରୁ ଗୋଟେ ଗୁଣ ଦିଆଯାଇଥିଲା। ଆଚ୍ଛା, ଯେତେବେଳେ ନିର୍ଦ୍ଦେଶକ ଯେତେବେଳେ ଆସିକି ମତେ କହିଲେ ହୁଁ ଯେ ହରି ଭାଇ, ଏମିତି ଗୋଟେ ଚରିତ୍ର ମୁଁ ଗୋଟେ କରୁଛି ସିନେମା, ମୋ ପାଖରେ ପଇସା ନାହିଁ, ଏମିତି ଗୋଟେ ସିନେମା ମୁଁ ତାକୁ ନ୍ୟାସନାଲ ସ୍ତରକୁ ନବାକୁ ଚାହୁଁଛି, ତେଣୁ ଆପଣ ଟିକେ ସାହାଯ୍ୟ ଦରକାର, କିନ୍ତୁ ମୁଁ ପଇସା ଦେଇପାରିବିନି। ସେଠୁ ମୁଁ କହିଲି, ଠିକ ଅଛି କାହାଣୀ ଶୁଣାନ୍ତୁ, ମୋ ଚରିତ୍ର କୁହନ୍ତୁ। ତ ମତେ ମୋ ଚରିତ୍ରଟି ଭଲ ଲାଗିଲା, ଓକେ, କାହାଣୀଟି ମତେ ଭଲ ଲାଗିଲା, ତେଣୁ ହୁଁ ସେମିତି ଚରିତ୍ର କରିବାରେ ମୁଁ କେବେ ଅବହେଳା କରେନି ଏବଂ ପଇସାକୁ ଫାଷ୍ଟ ମୁଁ ପ୍ରାୟୋରିଟି ଦିଏନି। ମତେ ହୁଁ ଯଦି କାହାଣୀ ଚରିତ୍ର ଭଲ ଲାଗିଲା, ମୁଁ କିଛି ଅଟକାଏନି, ମୁଁ ରୋଲ କରେ। ଓକେ, ସୋ ବହୁତ ସୁନ୍ଦର ଗୋଟେ ମାନେ ଫିଲ୍ମ ଥିଲା, ଦର୍ଶକ ମାନଙ୍କୁ କହି ରଖେ ସାବାସ ବିଜୁ, ଆଉ ଏତେ ସୁନ୍ଦର ଭାବରେ ଅଭିନୟ କରିଛନ୍ତି ଆମର ହରିହର ଭାଇ। ଆଚ୍ଛା ହରି ଭାଇ, ମୁଁ ଆଉ ଗୋଟେ ପ୍ରଶ୍ନ ପଚାରିବି, ଯେହେତୁ ଆପଣ ଫିଲ୍ମ ଇଣ୍ଡଷ୍ଟ୍ରି ବହୁତ ବର୍ଷ ହେଇଗଲାଣି, ଓଡିଆ ଚଳଚ୍ଚିତ୍ରକୁ ନେଇକି ଯେତିକି ଚର୍ଚ୍ଚା ନୁହେଁ, ଓଡିଆ ଚଳଚ୍ଚିତ୍ରରେ ହଉଥିବା ବିବାଦକୁ ନେଇକି ଅଧିକ ଚର୍ଚ୍ଚା ହେଇଯାଏ, କାହିଁକି କାହିଁକି ଏସବୁ ଜିନିଷ ହଉଛି? ଏ ଯୋଉ ନୂଆ ଜେନେରେସନ ଆର୍ଟିଷ୍ଟ ଆସିଲେ ଆଉ ଯୋଉ ସମୟ ବଦଳିଲା, ହୁଁ ତେଣୁ ଆମେ ସମୟର ଦୋଷ ବୋଲି କହିବା, ଆଉ କିଛି କହିପାରିବାନି। କାରଣ ହୁଁ ମୁଁ ତ ବହୁତ ଜେନେରେସନ ଲୋକଙ୍କ ସାଙ୍ଗରେ କାମ କରିଛି, 4 ପିଢିର ହିରୋଙ୍କ ସାଙ୍ଗରେ କାମ କରିଛି। ହୁଁ ବିଜୟ ମହାନ୍ତି ଠାରୁ ଆରମ୍ଭ କରିକିରି ଏବେ ନୂଆ ଯୋଉମାନେ ହିରୋ ହଉଛନ୍ତି, ସ୍ୱରାଜ ପର୍ଯ୍ୟନ୍ତ, ସମସ୍ତଙ୍କ ସାଙ୍ଗରେ କାମ କରିବାର ମୋର ସୌଭାଗ୍ୟ ପ୍ରାପ୍ତ ହୁଁ ହେଇଛି। ହୁଁ କିନ୍ତୁ ମୁଁ ଭାବେ ଯେ ସମୟ ଯେତେବେଳେ ବଦଳୁଛି, ଲୋକଙ୍କ ମାନସିକତା ବଦଳୁଛି, ଜୀବନ ଧାରଣ ପ୍ରଣାଳୀ ବଦଳୁଛି, ସେଇ ହିସାବରେ ସିନେମା ଇଣ୍ଡଷ୍ଟ୍ରି ଇଜ ଏ ପାର୍ଟ ଅଫ ଦ ସୋସାଇଟି। ତେଣୁ ତା ଭିତରେ ଯଦି ତ୍ରୁଟି ବିଚ୍ୟୁତି ଥିବ, ଏବଂ ଖାଲି ଯେ ସିନେମା ଇଣ୍ଡଷ୍ଟ୍ରି, ଏଟା ଯେହେତୁ ଆମେ ଗୋଟେ କଣ ଏଇ ପ୍ରଫେସନରେ ଅଛୁ, ତେଣୁ ଅଧିକା ଚର୍ଚ୍ଚା ହଉଥିବା ପ୍ରଫେସନ ଏଟା। ସବୁ ପ୍ରଫେସନ ହଉଛି, ଆପଣ ଦେଖୁନାହାନ୍ତି, ଗାଁ ଗହଳି ଠାରୁ ଆରମ୍ଭ କରିକି କର୍ପୋରେଟ ୱାର୍ଲଡ ଠାରୁ ଆରମ୍ଭ କରି ସବୁ ଜାଗାରେ ଏମିତି ସମାଜ ଗୋଟେ ଅସ୍ଥିରତା ହିସାବରେ ଚାଲିଛି। ତେଣୁ ହୁଁ ଚୋରି ଡକାୟତି ବଳାତ୍କାର ଧର୍ଷଣ ଡିଭୋର୍ସ, ଏ ସବୁ ପ୍ରକାର ଦେଖେ ସବୁଆଡେ ଚାଲିଛି ଅଧିକା ମାତ୍ରାରେ। ଆଗ ଅପେକ୍ଷା ଆପଣ ଦେଖନ୍ତୁ ବହୁତ ମାତ୍ରାରେ ଏବେ ସାରା ଓଡିଶାରେ ନୁହେଁ, ସାରା ଭାରତ ବର୍ଷରେ ଏଇଟା ଗୋଟେ ଚାଲିଛି। ଇଏ ଏକ ସାମାଜିକ ବ୍ୟାଧି, ସାମାଜିକ ଦୋଷ। ତେଣୁ ଆଉ ଖାଲି ଯେ ଆମେ ଫୋକସ କଲେ ଯେ ସିନେମା ଇଣ୍ଡଷ୍ଟ୍ରି ଏଇଟା ହଉଛି, ଆଉ କୋଉଠି ହଉନି, ହୁଁ ତେଣୁ ଏ ସପକ୍ଷରେ ମୁଁ ନୁହଁ। ମୁଁ ଭାବେ ସମୟର କଥା, ତାକୁ ସ୍ୱୀକାର କରିବାକୁ ପଡିବ। ଓକେ, ସୋ ମହେଶ କିନ୍ତୁ ରାୟ, ଆଜ୍ଞା ଆଜ୍ଞା, କୁହନ୍ତୁ ମୋର ଗୋଟେ କୁହନ୍ତୁ ପ୍ରଶ୍ନ ଥିଲା ଯେ ମହେଶତା ହେଇଗଲେ, ଅପରାଜିତା ହେଇଗଲେ, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଏଇମାନେ ଯେତେବେଳେ, କିମ୍ବା ହରିହର ମହାପାତ୍ର ହଉ, ଜୟରାମ ସାମଲ କିମ୍ବା ପପୁ ପମ୍ପମ,
ଏମାନେ ଗୋଟେ ଅଞ୍ଚଳକୁ ବା ଗୋଟେ ମାନେ ସ୍ଥାନକୁ ଗଲେ ଲୋକଙ୍କର ଭିଡ ସେଠି ବଢୁଥିଲା, କ୍ରେଜ ବି ବଢୁଥିଲା। ସେମାନେ ପହଞ୍ଚିଲା ମାନେ ସେ ଗୋଟେ ଅଲଗା ଟାଇପ ର ଆଲିଙ୍ଗନ କରୁଥିଲେ ଲୋକମାନେ, ଫୁଲ ଚନ୍ଦନ ଦେଇକି ସେ ଗୋଟେ ଟାଇପ ର ଗୋଟେ ଅଲଗା ଟାଇପ ର ଫିଲ୍ ହୁଏ। କିନ୍ତୁ ଆଜିକାଲି ଅଭିନୟ ଆପଣ କହିପାରିବେ ଯୋଉମାନେ ଅଭିନୟ କରୁଛନ୍ତି ସେମାନେ ପହଞ୍ଚିଲେ ସେତେ କ୍ରେଜ ନଥାଏ ଲୋକଙ୍କର ପାଖରେ, ସେତେ ଆତ୍ମୀୟତା ନଥାଏ। କାହିଁକି, କଣ ମାନେ ଥାଉଛି ପ୍ରୋବ୍ଲେମ ଥାଉଛି କଣ? ପ୍ରୋବ୍ଲେମ ଥାଉଛି ଏଇ ଘଟଣାଟି, ଯେତେବେଳେ କଳାକାର ମାନେ ଆମର ଗୋଟେ ଥାଏ ନା ଦୂର ପର୍ବତ ସୁନ୍ଦର। ରାଇଟ୍। ଆପଣ ଯଦି ପର୍ବତ ପାଖକୁ ପହଞ୍ଚିଯିବେ ସେଠି ଦେଖିବେ କଣ୍ଟା ଝଟା ଗୋଡରେ ପଶିବ, ଝୁଣ୍ଟି ପଡିବେ, ପଥର ମାଙ୍କଡା ଏସବୁ ଥାଏ। ତେଣୁ କଳାକାର ମାନେ ଯେତେ ଦୂରରେ ରହିବେ ସେତେ ସୁନ୍ଦରତାର ସହିତ ରହିବେ, ସେତେ ମଧୁରତାର ସହିତ ରହିବେ। ତେଣୁ କଳାକାର ମାନେ ଯେତେବେଳେ ଦର୍ଶକଙ୍କ ନିକଟତର ହେଇଯାଉଛନ୍ତି, ବହୁତ ନିଜର କାର୍ଯ୍ୟ ପ୍ରଣାଳୀ ହଉ ବ୍ୟକ୍ତିଗତ ସ୍ତରରେ ହଉ, ତାକୁ ଧରନ୍ତୁ ଧରନ୍ତୁ ଗୋଟେ କଳାକାର ଗୋଟେ ସାଧାରଣ ଲୋକ ସାଙ୍ଗରେ ବସିକିରି ମଦ ପିଇଲା। ଓକେ। ଆଚ୍ଛା, ମଦ ସାଧାରଣ ଲୋକଟେ ବି ପିଏ, କଳାକାରଟେ ବି ପିଏ। ରାଇଟ୍। ମାନେ ମାନେ ମୁଁ ସମସ୍ତଙ୍କ କଥା କହୁନି, କିଛି ଲୋକ ପିଅନ୍ତି, କିଛି କଳାକାର ପିଅନ୍ତି। ତେଣୁ କଳାକାର ଯଦି ସେଇ ଯୋଉ ସମ୍ଭ୍ରମତା ଭୁଲିକିରି ସାଧାରଣ ଲୋକଙ୍କ ସାଙ୍ଗରେ ବସିକିରି ଯାହା ଯୋଉ ସାଧାରଣ ଲୋକଟି ତାକୁ ସମ୍ମାନ ଦଉଛି, ତାକୁ ଭକ୍ତିଭାବ ଦଉଛି, ତା ସାଙ୍ଗରେ ବସିକି ଧର ମଦ ପିଇଲା, ମୁଁ ଗୋଟେ ଉଦାହରଣ ଦଉଛି, ତ ତାହେଲେ କଣ ହୁଏ, ସିଏ ଶସ୍ତା ବୋଲି ଭାବିଲା, ସିଏ ଆଉ ସେ ସମ୍ମାନ ସେ ଭକ୍ତି ତା ଭିତରେ ରହିଲାନି। ଯଦି ମୁଁ କୌଣସି ଗୋଟେ ସେମିତି ଗୋଟେ ଇସ୍ୟୁ କଲି ଯୋଉଟା ସମାଜରେ ଲୋକମାନେ ତାକୁ ଭଲ ପାଇଲେ ନାହିଁ, ତ ତା ଦ୍ଵାରା 2 ଜଣ 4 ଜଣ କରିଥିବା ପାପଟା ଇଣ୍ଡଷ୍ଟ୍ରିକୁ ଭୋଗ କରିବାକୁ ପଡୁଛି। ଓକେ। ତ ତା ଦ୍ଵାରା ଲୋକ ଭାବନ୍ତି ଯେ ସବୁ ଆର୍ଟିଷ୍ଟ ସେମିତି, କିନ୍ତୁ ସବୁ ଆର୍ଟିଷ୍ଟ ସେମିତି ନୁହଁ। ଓକେ। 2-4 ଜଣଙ୍କ ପାପଟା ଆମକୁ ଶୁଣିବାକୁ ପଡୁଛି। ଅନ୍ୟ ଯୋଉମାନେ କଳାକାର ଯୋଉମାନେ ଆଜି ପର୍ଯ୍ୟନ୍ତ ଆପଣ ଶୁଣିଛନ୍ତି ଜୟରାମ ସାମଲଙ୍କ ନାଁରେ କିଛି ବିନ୍ଦୁ ବିସର୍ଗ ଗୋଟେ? ନାଇଁ, ନିହାତି ରୂପେ ଶୁଣିଥିବେ। ଯେହେତୁ ସେମାନେ ତ ବହୁତ ଉଚ୍ଚ ହଁ ସ୍ଥାନରେ ରହୁଛନ୍ତି। ହଁ, ଆପଣ ଶୁଣିଥିଲେ ବିଜୟ ମହାନ୍ତି ନିଧନ ତ ହେଇଗଲେଣି, ଶୁଣିଥିଲେ କିଛି? ତେଣୁ ସେଇଟା ମୁଁ ଭାବୁଛି ସାଧାରଣ ଲୋକ ମନ ଭିତରେ ପ୍ରଭାବ ପକଉଛି ଏବଂ ଗୋଟେ ଘୃଣ୍ୟ ମନୋଭାବ ତିଆରି କରୁଛନ୍ତି। ତେଣୁ ଆମେ ଏଇ ଯୋଉ ନୂଆ ପିଢିର ଦର୍ଶକ ମାନଙ୍କୁ ଖାଲି ବୁଝେଇ ପାରିବା, କିନ୍ତୁ ସମସ୍ତେ ତ ଶିକ୍ଷିତ, ସମସ୍ତେ ତ ସାବାଳକ। ତେଣୁ ତାଙ୍କ ନିଜ ମର୍ଜିରେ ସେମାନେ ଚାଲିଲେ, କୋଉଟା ଭୁଲ ଠିକ ସେମାନେ ଆମ ଠାରୁ ଅଧିକା ବି ବିଚାର କରିବାର କ୍ଷମତା ଅଛି। ତେଣୁ ଭାବୁଛି ଯେ ଏଇଟା ନହବା ଦରକାର। ଓକେ। ଓକେ। ନିହାତି ରୂପରେ ବର୍ତ୍ତମାନ ଯୋଉମାନେ ନୂଆ କଳାକାର ଆସୁଛନ୍ତି, ମାନେ ହରିହର ଭାଇଙ୍କର ଏଇ ଯୋଉ ସୁନ୍ଦର କଥାରୁ କିଛି ନିହାତି ଶିଖିବେ। ଆଚ୍ଛା ହରି ଭାଇ, ଆମେ ସାଧାରଣତଃ କହୁ ଯେ ପ୍ରତିବିମ୍ବ ଆମର ଯୋଉ କାର୍ଯ୍ୟକ୍ରମ ରହିଛି, ଇଏ ଓଡିଶାର ପ୍ରଥମ ଲାଇଭ ପଡକାଷ୍ଟ ଯୋଉଠି ଅନକଟ୍ ଥାଏ, ମାନେ କଟ୍ ନଥାଏ। ତ ଏଠି ଗୋଟେ ମୋର ପ୍ରଶ୍ନ ରହିବ, ଆପଣଙ୍କର ଏଇ ଯୋଉ ପ୍ରଶ୍ନର ଉତ୍ତର ନିହାତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଦେଖିବ, ସାରା ଓଡିଆ ଲୋକ ଦେଖିବେ ଯୋଉଠି ମଧ୍ୟ ରୁହନ୍ତି। ବର୍ତ୍ତମାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ଥିତି କଣ ରହିଛି? ବର୍ତ୍ତମାନ ମୁଁ ଯେହେତୁ ଅନେକ ଦିନ ହେଲା କାମ କରି ଆସୁଛି, ବର୍ତ୍ତମାନ ଡିଜିଟାଲ ମିଡିୟମ ଆସିବା ପୂର୍ବରୁ ଆମେ ଯେତେବେଳେ ପୂର୍ବରୁ କାମ କରୁଥିଲୁ, ସେତେବେଳେ ସମୟ ଭିତରେ ପରିବର୍ତ୍ତନ ଆପଣ ବି ସ୍ୱୀକାର କରୁଛନ୍ତି, ଆମେ ବି ସ୍ୱୀକାର କରୁଛୁ। ରାଇଟ୍। କିନ୍ତୁ ଯେମିତି ଗୋଟେ ନଥାଏ, ଗୋଟେ ମାନେ ଏମିତି ବୁଲିକିରି ପୁରା ହବ, ପୁଣି ତଳୁ ଖସିବ, ପୁଣି ଉପରକୁ ଉଠିବ। ଓକେ। ଜୀବନ ଯେମିତି, ସମୟ ଯେମିତି, ଇଏ ସେମିତି କଥା। ଇଣ୍ଡଷ୍ଟ୍ରି ବହୁତ ତଳୁ ଖସି ଯାଇଥିଲା, ବର୍ବାଦ ହେଇଯାଇଥିଲା। ଏବେ କିଛି କିଛି ସିନେମା ଭଲ ସିନେମା ତିଆରି ହଉଛି। କିଛି ସିନେମା ବ୍ୟବସାୟ ଭଲ ବି କରୁଛି। କିଛି ସିନେମା ଜାତୀୟ ସ୍ତରରେ, ଆନ୍ତର୍ଜାତିକ ସ୍ତରରେ ନାଁ ବି ସାଉଣ୍ଟୁଛି। ତେଣୁ କିଛି ନୂଆ କଳାକାର, ନୂଆ ନିର୍ଦ୍ଦେଶକ ଓଡିଆ ସିନେମା ର ପଟ ପରିବର୍ତ୍ତନ ପାଇଁ ବହୁତ ପ୍ରକାର ଚେଷ୍ଟା କରୁଛନ୍ତି। ତେଣୁ ମୁଁ ଆଶା କରିବି ଯେ ବର୍ତ୍ତମାନ ଯୋଉ ଓଡିଆ ସିନେମାର ଅଧପତନ ହେଇଥିଲା, ତାହା ସରିକି ବର୍ତ୍ତମାନ ପୁଣି ଉପରକୁ ଗ୍ରାଫ ଉଠୁଛି। ତେଣୁ ଆଗାମୀ ଦିନରେ ମୁଁ ଆଶା କରିବି ନିଶ୍ଚିତ ଭାବରେ ଯେ ଓଡିଆ ସିନେମା ଏମିତି ଭଲ ଭଲ ସିନେମା ଆସିବ। ଲୋକମାନେ ଯୋଉ ଭୁଲି ଯାଇଥିଲେ, ଲୋକମାନେ ଯୋଉ ପ୍ରତ୍ୟାଖ୍ୟାନ କରିଥିଲେ ଓଡିଆ ସିନେମାକୁ, ଆଦର ଦେବା ଆରମ୍ଭ କଲେଣି ଏବଂ ଏ ଜୟ ଯାତ୍ରା ଆହୁରି ଆଗକୁ ବଢିବ।
अच्छा ठीक अच्छे निहत रूप बहुत सुंदर कथा ओडिया चलचित्र बर्तमान आगू जाऊँगी साधारणतः ओडिया चलचित्र रे आम देखुचे चलचित्र हूँ गोटे मध्यम जो ओडिया संस्कृति परंपरा ऐतिह्य कला बाहर प्रचार प्रसार हो पारे इजिली लोक मैंने जानीपारे